ଜୟ ଜଗନ୍ନାଥ। ସଂଘର୍ଷ ସଂଘର୍ଷ କ'ଣ ତାକୁ ଯାଇ ପଚାର, ଯିଏକି ଗୋଟିଏ ଓଳିର ଖାଇବା ପାଇଁ ଦିନ ରାତି କଠିନ ପରିଶ୍ରମ କରୁଥାଏ, ତଥାପି ତାକୁ ଓଳିଟିର ଖାଇବା ମିଳିନଥାଏ। ଭୋକ ଉପାସରେ କେତେବେଳେ ଯେ ତାର ଜୀବନ ଦୀପଟା ଲିଭିଯାଏ ସେ ନିଜେ ମଧ୍ୟ ଜାଣିପାରେ ନାହିଁ। ସବୁ ତ ନିଶ୍ୱାସର ଖେଳ। ସେଇ ନିଶ୍ୱାସକୁ କେବେ ମଧ୍ୟ ବିଶ୍ୱାସ ନଥାଏ, କାରଣ ଜୀବନଟା ଠିକ୍ ଏକ ପାଣି ଫୋଟକା ପରି। ସେ ଯେପରି କେଉଁ ମୁହୂର୍ତ୍ତରେ ଫାଟିଯିବ ତାହା କେହି ବି ଜାଣିପାରନ୍ତି ନାହିଁ, ଠିକ୍ ସେପରି ନିଶ୍ୱାସଟି ମଧ୍ୟ କେତେବେଳେ ଆଉ କେମିତି ବନ୍ଦ ହେଇଯିବ ତାହା ମଧ୍ୟ କେହି ଜାଣିପାରନ୍ତି ନାହିଁ। ନିମିଷକ ମଧ୍ୟରେ ଜୀବନଟି ଶେଷ ହୋଇଯାଏ। ତେଣୁ ସମସ୍ତଙ୍କୁ କେବଳ ସେହି ପରବ୍ରହ୍ମ ଉପରେ ହିଁ ବିଶ୍ୱାସ ରଖି କର୍ମ କରି ଜୀବନ ବିତେଇବା ଉଚିତ। ଏହି ମର୍ତ୍ତ୍ୟମଣ୍ଡଳରେ ଜନ୍ମଗ୍ରହଣ କରିଥିବା ପ୍ରତ୍ୟେକ ପ୍ରାଣୀ ଦିନେ ନା ଦିନେ ତ ନିଶ୍ଚୟ ମରିବ। ଆଉ ସେ ବଞ୍ଚିବା ପାଇଁ ନିଜ ଜୀବନରେ ଯେଉଁ ସଂଘର୍ଷ କରୁଛି ଏବଂ ଯେଉଁ କର୍ମ କରୁଛି ସେତକ ତା ସାଙ୍ଗରେ ଯିବ। ତେଣୁ ସେ କରୁଥିବା କର୍ମ ଧର୍ମଯୁକ୍ତ ହେବା ନିହାତି ଆବଶ୍ୟକ। ଫଳର ଆଶା ନ ରଖି ଧର୍ମକୁ ଆଖି ଆଗରେ ରଖି କର୍ମ କରିବା ଉଚିତ। କିନ୍ତୁ ସବୁବେଳେ ସେତିକି କରିହେବ ନାହିଁ। ଏବେ ତ ଆହୁରି କଳିଯୁଗର ସମୟ, ଆଉ ଏହି କଳିଯୁଗରେ ଏତିକି କରିପାରିବା ତ ଭାରି କଷ୍ଟକର। କାରଣ ଏହି ଯୁଗରେ କଳିର କରାଳ ମଧ୍ୟରେ ଧର୍ମ ତ କୋଉଠି ହଜିଯାଇଛି। ଆଉ ଅଳ୍ପ କେତେ ଜଣ ଯେଉଁମାନେ କି ଧର୍ମଯୁକ୍ତ କର୍ମ କରିବାକୁ ଆଗେ ଆସନ୍ତି ସେମାନଙ୍କ ପାଇଁ ଜୀବନଟା ନର୍କଠାରୁ ମଧ୍ୟ ଯନ୍ତ୍ରଣାଦାୟକ ଏବଂ ସଂଘର୍ଷମୟ ପାଲଟିଯାଏ। ଏହା ହିଁ ତ କଳିଯୁଗର ପ୍ରକୃତ ତପସ୍ୟା। ଆଉ ଏହି ସଂଘର୍ଷ ହେଉଛି ସ୍ୱୟଂ ପରଂବ୍ରହ୍ମ ନେଉଥିବା ପରୀକ୍ଷା। ସେହି ପରଂବ୍ରହ୍ମ ପ୍ରତି ମୁହୂର୍ତ୍ତରେ ମଣିଷର ପରୀକ୍ଷା ନେଇ ଚାଲିଥାଏ, କିନ୍ତୁ କେବେ ମଧ୍ୟ ହାତ ଛାଡ଼ି ଏକାକୀ କରିଦେଇ ନଥାଏ। ଜୀବନର ବାଟରେ ପ୍ରତ୍ୟେକ ସଂଘର୍ଷରେ ଆଶା ବାଡ଼ି ସାଜି ସେ ହିଁ ତ ସାଥିର ବାଟ ଚାଲୁଥାଏ। ଏଇ ମାୟା ମୋହର ସଂସାରରେ ଆଉ କେହି ମଧ୍ୟ ଆପଣାର ନଥାଏ। ଆମର କର୍ମ ଅନୁସାରେ ସେ ଆମକୁ ପରିବେଶ, ପରିବାର, ଧନ, ସମ୍ପତ୍ତି, ସୁଖ ଆଉ ଦୁଃଖ ସବୁ ଦେଇଥାଏ। ତେଣୁ ଦୁଃଖ ସମୟରେ ଭାଗ୍ୟକୁ ନିନ୍ଦିବା ଭୁଲ କଥା। ଆମ ଭାଗ୍ୟରେ ଲେଖାଥିବା ସୁଖ ଆଉ ଦୁଃଖ ତ ଆମେ ହିଁ କରୁଥିବା କର୍ମ ଉପରେ ନିର୍ଭର କରେ। ସେଥିରେ ଭାଗ୍ୟର ଅବା ଦୋଷ ହେଲା କେମିତି? ସେହି ପରଂବ୍ରହ୍ମ ପରା ହେଉଛନ୍ତି ସୃଷ୍ଟିକର୍ତ୍ତା, ପାଳନକର୍ତ୍ତା ଆଉ ସଂହାରକର୍ତ୍ତା। ଆଉ ତାଙ୍କର ହିସାବ କିତାବରେ କେବେ କୌଣସି ପ୍ରକାର ଭୁଲ ହେବ ତାହା ତ ପୂରାପୂରି ଅସମ୍ଭବ। ତେଣୁ ଆମର ଏହି କର୍ମମୟ ଓ ସଂଘର୍ଷପୂର୍ଣ୍ଣ ଜୀବନରେ ତାଙ୍କରି ଆଶ୍ରୟରେ ରହି, ତାଙ୍କରି ହାତ ଧରି, ତାଙ୍କରି ହିଁ ନାମକୁ ପାଟିରେ ଉଚ୍ଚାରଣ କରି ବାଟ ଚାଲିବା ଉଚିତ। ତାପରେ ଦେଖିବ ଜୀବନର ପ୍ରତି ମୁହୂର୍ତ୍ତରେ ମଙ୍ଗଳ ହିଁ ମଙ୍ଗଳ ହେବ ଏବଂ ମୃତ୍ୟୁ ପରେ ମୋକ୍ଷ ପ୍ରାପ୍ତ ହେବ। ଆମର ଆତ୍ମାକୁ ଜନ୍ମ ମରଣର ବନ୍ଧନରୁ ମୁକ୍ତି ମିଳିଯିବ। ଆତ୍ମା ଯାଇ ପରମାତ୍ମାରେ ଲୀନ ହୋଇଯିବ। ଆଉ ଆମର କ'ଣ ଦରକାର? ଆମର ଲକ୍ଷ୍ୟ ତ ସେଇ ପରମାତ୍ମା। ଧନ୍ୟବାଦ।